କେବେ ଆପଣ ଶୁଣିଛନ୍ତି କି ଗୁରୁଙ୍କ ଗୋଟିଏ ଦୃଷ୍ଟିରେ ଜଣେ ମଣିଷର ଭୟଙ୍କର ରୋଗ ଭଲ ହୋଇଗଲା? ଡାକ୍ତର ନୁହେଁ, ଔଷଧ ମଧ୍ୟ ନୁହେଁ, କେବଳ ଗଭୀର ବିଶ୍ୱାସ ଓ ଗୁରୁଙ୍କ କୃପା। ଆଜି ଆପଣ ଶୁଣିବେ ଶ୍ରୀ ଶ୍ରୀ ଠାକୁରଙ୍କ ଏମିତି ଏକ ଅଦ୍ଭୁତ ଲୀଳା, ଯାହା ଶୁଣିଲେ ଆପଣଙ୍କ ବିଶ୍ୱାସ ଆହୁରି ବଢ଼ିଯିବ। ତେବେ ଆସନ୍ତୁ ମୋର ଗୁରୁଙ୍କୁ ସ୍ମରଣ କରି ଆରମ୍ଭ କରିବା ବିଷୟଟି। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ମୋର, ପରମ ଆରାଧ୍ୟା ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡ଼ମା ମୋର, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦା ମୋର, ପୂଜ୍ୟପାଦ ଆଚାର୍ଯ୍ୟ ଦେବ ମୋର, ସଭିଙ୍କର ଆତୁଳ ଶ୍ରୀଚରଣରେ କୋଟି କୋଟି ଅନନ୍ତ କୋଟି ପ୍ରଣାମ ନିବେଦନ କରେ ଓ ମୋର ଏହି ଭିଡ଼ିଓ ଦେଖୁଥିବା ସମସ୍ତ ଇଷ୍ଟପ୍ରାଣ ଗୁରୁଭ୍ରାତା ଭକ୍ତିମୟୀ ମା'ମାନଙ୍କୁ ମୋର ଅନ୍ତରରୁ ଶ୍ରଦ୍ଧା ପ୍ରୀତି ଆନନ୍ଦିତ ଜୟଗୁରୁ ଭଲ ପାଇବା ଓ ପ୍ରଣାମ ନିବେଦନ କରେ। ସବୁଦିନେ ଏମିତି ଆତ୍ମିକ କଥା ଶୁଣିବା ପାଇଁ ଆମର ଏହି ଛୋଟ ପ୍ରୟାସ ଜୟଗୁରୁ ପ୍ରାର୍ଥନା ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଭଲ ଲାଗିଲେ ନିଜ ପ୍ରିୟଜନଙ୍କ ସହିତ ନିଶ୍ଚୟ ସେୟାର କରନ୍ତୁ। ବନ୍ଧୁଗଣ, ଶ୍ରୀ ଶ୍ରୀ ଠାକୁର ସତ୍ୟାନୁସରଣରେ କହିଲେ, ମୋର ବିଶ୍ୱାସ ନାହିଁ, ଏଭଳି ମଣିଷ ନାହିଁ। ବିଶ୍ୱାସୀକୁ ଅନୁସରଣ କର, ଭଲ ପାଅ, ତୁମର ମଧ୍ୟ ବିଶ୍ୱାସ ଆସିବ। ଦିନକର ଘଟଣା, ସକାଳ ପ୍ରାୟ ଅନୁମାନ 10ଟା ହେବ। ଠାକୁରଙ୍କ ପାଖରେ ଅନେକ ଲୋକ ବସିଛନ୍ତି। ଠାକୁରଙ୍କ ଗାଧୋଇବା ସମୟ ହୋଇ ଆସିଲାଣି। ଠିକ୍ ସେହି ସମୟରେ ଛାପଡ଼ା ଜିଲ୍ଲାର ରାମନନ୍ଦନ ଯାଦବ ନାମକ ଜଣେ ଯୁବକ ଦେହ ମୁଣ୍ଡ ଘୋଡ଼େଇ ହୋଇ ଆସି ସିଧାସଳଖ ଶ୍ରୀ ଶ୍ରୀ ଠାକୁରଙ୍କୁ କହିଲେ, ଠାକୁର, ବାପା ମୋତେ ଆପଣଙ୍କ ପାଖକୁ ପଠେଇଛନ୍ତି। ଆପଣ ମୋର ଚିକିତ୍ସା କରିଦିଅନ୍ତୁ। ଅକପଟ ଭକ୍ତିର ସହଜ ନିବେଦନ ଇଏ। ଶ୍ରୀ ଶ୍ରୀ ଠାକୁର କହିଲେ, ମୁଁ କ'ଣ ଡାକ୍ତର? ଏଠାରେ ବନବିହାରୀ, ଗୋକୁଳ, ପ୍ୟାରୀ ବଡ଼ ବଡ଼ ଡାକ୍ତର ଅଛନ୍ତି। ଏମାନଙ୍କ ପାଖକୁ ଯା, ସେମାନେ ତୋର ଚିକିତ୍ସା କରିଦେବେ। ଏହା ଶୁଣି ସେ ଯୁବକ କହିଲେ, ମୁଁ ଆଉ କାହାକୁ ଜାଣେ ନାହିଁ ଠାକୁର। ବାପା ମୋତେ କହିଛନ୍ତି ଆପଣ ହିଁ ମୋର ଚିକିତ୍ସା କରିବେ। ଶ୍ରୀ ଶ୍ରୀ ଠାକୁର ଯେତେ ତାଙ୍କୁ କହିଲେ ଅନ୍ୟ ପାଖକୁ ଯା ବୋଲି, ଯୁବକ ଜଣକ କିନ୍ତୁ ଜମାରୁ ବି ଶୁଣିଲା ନାହିଁ। ସେ ତାର ଜିଦିରେ ଅଟଳ। ଠାକୁର ବାରମ୍ବାର କହୁଥାନ୍ତି ତାଙ୍କ ପାଖକୁ ଯା ବୋଲି, ତଥାପି ସେ ଯାଉନଥାନ୍ତି। ସେ ଗୋଟିଏ ଜିଦି ଧରିଥାଏ, ଠାକୁର, ଆପଣ ଦୟାକରି ନିଜେ ହିଁ ମୋର ଚିକିତ୍ସା କରନ୍ତୁ। ଶ୍ରୀ ଶ୍ରୀ ଠାକୁର ଓ ଯୁବକଙ୍କର ଏମିତି କଥୋପକଥନ ଶୁଣି ସେଠାରେ ଥିବା ଜଣେ ସେବକ ସେ ଯୁବକଙ୍କୁ କହିଲେ, ତୁମେ ତ ତୁମ କଥା କହିଲ, ଏବେ ଗୁରୁ ଯାହା କହୁଛନ୍ତି ତା ମାନିବାକୁ ହୁଏ। ଯାଅ ତାଙ୍କ ପାଖକୁ। ଏକଥା ଶୁଣି ଯୁବକ ଜଣକ ଉତ୍ତ୍ୟକ୍ତ ହୋଇ କହିଲେ, ମୋ ସହିତ ମୋ ଗୁରୁଙ୍କର କଥାବାର୍ତ୍ତା ହେଉଛି, ତୁମେ ମଝିରେ କହିବାକୁ କିଏ? ଏହା ଶୁଣି ଶ୍ରୀ ଶ୍ରୀ ଠାକୁର କହିଲେ, ତୁ ଖାଇକି ଆସିଛୁ, ଯା ଖାଇଦେଇ ଆ, ତାପରେ ତୋ କଥା ବୁଝିବା। ସେ ଯୁବକ ଜଣକ କହିଲେ, ମୋର ଖାଇବାର ନାହିଁ କି କାହା ପାଖକୁ ଯିବାର ନାହିଁ। ଯେତେବେଳେ ପର୍ଯ୍ୟନ୍ତ ଆପଣ ମୋର ଚିକିତ୍ସା ନ କରିଛନ୍ତି, ମୁଁ କୁଆଡ଼େ ବି ଯିବି ନାହିଁ। କେତେ ଗଭୀର ବିଶ୍ୱାସରେ ତାର ଅନ୍ତରର ଆକୁତି ଜଣାଉଛନ୍ତି ତାର ଜୀବନ ଦେବତାଙ୍କ ପାଖରେ। ଶ୍ରୀ ଶ୍ରୀ ଠାକୁର କହିଲେ, ହଉ, ତୁ ଏବେ ଯା ଖାଇକି ଆ, ତାପରେ ତୋ କଥା ଶୁଣିବା। କଥା ଶୁଣି ଯୁବକ ଜଣକ କହିଲେ, ଆପଣଙ୍କ ଆଦେଶରେ ଖାଇବା ପାଇଁ ଯାଇପାରେ ସତ, କିନ୍ତୁ ଆପଣ କଥା ଦିଅନ୍ତୁ, ଖାଇସାରିଲା ପରେ ଆପଣ ହିଁ ମୋର ଚିକିତ୍ସା କରିଦେବେ। ଶ୍ରୀ ଶ୍ରୀ ଠାକୁର କହିଲେ, ହଁ ପରା କହୁଛି, ଖାଇକି ଆସିଲେ ତୋ କଥା ବୁଝିବି। ଏମିତି ଭରସା ଦେବାରୁ
ଯୁବକ ଜଣକ ଠାକୁରଙ୍କୁ ମୁଣ୍ଡିଆ ମାରି ଆନନ୍ଦ ବଜାର ଆଡ଼କୁ ଯିବାକୁ ଲାଗିଲେ। ଶ୍ରୀ ଶ୍ରୀ ଠାକୁର କ'ଣ ଭାବିଲେ କେଜାଣି ପୁନରାୟ ତାଙ୍କୁ ପଛରୁ ଡାକିଲେ, ଏ ଶୁଣୁ। ସେ ଠାକୁରଙ୍କ ଡାକ ଶୁଣି ସେମିତି ଦେହ ମୁଣ୍ଡ ଚାଦରରେ ଢାଙ୍କି ହୋଇ ଠାକୁରଙ୍କ ପାଖକୁ ଫେରି ଆସିଲା। ଠାକୁର କହିଲେ, ତୋ ମୁହଁରୁ ଚାଦର ଖସାଇଲୁ, ଦେଖେ କ'ଣ ହୋଇଛି ଆଗେ। ଶ୍ରୀ ଶ୍ରୀ ଠାକୁର ଟିକିଏ ସାମନାକୁ ଝୁଙ୍କି ପଡ଼ି ତାଙ୍କ ମୁହଁକୁ ତୀକ୍ଷ୍ଣ ଭାବରେ ଦେଖି କହିଲେ, ଇରେ ସାଲା, ସବୁ ମୁହଁ ସାରା ଭରି ଯାଇଛି। ହଉ ଯା ଯା ଖାଇକରି ଆ। ସେ ଯୁବକ ଜଣକ ପୁନରାୟ ଠାକୁରଙ୍କୁ ମୁଣ୍ଡିଆ ମାରି ଚାଲିଗଲେ। ଅନ୍ୟମାନେ ସେତେବେଳ ସୁଦ୍ଧା ଠାକୁରଙ୍କ ପାଖରେ ବସି ତାଙ୍କର କଥୋପକଥନ ଶୁଣୁଥାନ୍ତି, କେହି କିଛି ବୁଝିପାରୁନଥାନ୍ତି। 10 ମିନିଟ୍ ହୋଇନି ଯୁବକ ଜଣକ ପୁଣି ଦୌଡ଼ି ଆସିଲେ ଠାକୁରଙ୍କ ପାଖକୁ। ଚିତ୍କାର କରି ଆନନ୍ଦ ଅଶ୍ରୁ ବିଗଳିତ ନେତ୍ରରେ କାନ୍ଦି କାନ୍ଦି କହୁଥାନ୍ତି, ଠାକୁର, ଆପଣ କୃପା କରି ମୋର ଚିକିତ୍ସା କରିଦେଲେ, ମୁଁ ଭଲ ହୋଇଗଲି। ଠାକୁର, ମୋର ମୁହଁରେ ଭାତୁଡ଼ି ଭରି ଯାଇଥିଲା, ସେ ସବୁ ଖସି ପଡ଼ିଲା। ମୋର ପୂର୍ବ ଚେହେରା ଯେମିତି ଥିଲା ସେମିତି ସଫା ହୋଇଗଲା। ଶ୍ରୀ ଶ୍ରୀ ଠାକୁର ସହଜ ସୁନ୍ଦର ସ୍ମିତ ହସି କହିଲେ, ବର୍ତ୍ତମାନ ଯା, ଆନନ୍ଦ ବଜାରରେ ପେଟ ଭରି ଖାଇ ଘରକୁ ଯିବୁ, ସାବଧାନ ହୋଇଯିବୁ। ଏକଥା କହି ଶ୍ରୀ ଶ୍ରୀ ଠାକୁର ଗାଧୋଇବାକୁ ଉଠିଗଲେ। ଏହା କିପରି ସମ୍ଭବ ହେଲା? ଭକ୍ତଗଣ ପଚାରିବାରୁ ସେହି ଯୁବକ ଜଣକ କହିଲେ, ଏହାର ରହସ୍ୟ କ'ଣ ତାହା ମୁଁ ବି କହିପାରିବି ନାହିଁ। ଠାକୁରଙ୍କ ଆଦେଶରେ ଆନନ୍ଦ ବଜାରକୁ ଖାଇବାକୁ ଯିବା ପୂର୍ବରୁ ପାଣି ନଳରୁ ହାତରେ ପାଣି ନେଇ ମୁହଁ ଧୋଇଲା ବେଳେ ସବୁ ଭାତୁଡ଼ି ମୋ ହାତ ଭିତରେ ଗଳି ପଡ଼ିଲା। ମୋ ମୁହଁରେ ଆଗରୁ ଥିବା ଭାତୁଡ଼ିର ଚିହ୍ନ ମଧ୍ୟ ନାହିଁ। ଏଇ ହେଉଛନ୍ତି ପ୍ରକୃତ ଠାକୁର। ଆଉ ସେଠି ଶୁଣୁଥିବା ଭକ୍ତମାନେ କହି ଉଠିଲେ, ଏଇ ହେଉଛନ୍ତି ପ୍ରକୃତ ଭକ୍ତ। ତାଙ୍କର ଠାକୁରଙ୍କ ପ୍ରତି ଦୃଢ଼ ବିଶ୍ୱାସ ହିଁ ତାଙ୍କୁ ଠାକୁରଙ୍କ କୃପା ଲାଭ କରିବାର ଅଧିକାରୀ କରାଇଛି। ଏଇ ଲୀଳା ମଧ୍ୟ ଦେଇ ଶ୍ରୀ ଶ୍ରୀ ଠାକୁର ନିଜକୁ ପ୍ରତିପାଦିତ କରିଲେ ଦୟାର କରୁଣାର ଅମୃତ ବାରୀ ରୂପରେ। ଏଠି ବିଜ୍ଞାନର କୌଣସି ଭାଷା ନାହିଁ ଯାହାଦ୍ୱାରା ଏହି ଘଟଣାକୁ ବ୍ୟାଖ୍ୟା କରାଯାଇପାରିବ ବନ୍ଧୁଗଣ। ଆଉ ସେହି ଅମୃତ ଦୃଷ୍ଟିରେ ଶ୍ରୀ ଶ୍ରୀ ଠାକୁର ତାଙ୍କର ଅମୃତ ଦୃଷ୍ଟି ଦେଇ ଥରେ ମାତ୍ର ଯୁବକଙ୍କ ମୁହଁକୁ ଚାହିଁଦେଲେ। ସେହି ଅମୃତ ଦୃଷ୍ଟିର ସ୍ପର୍ଶରେ ରାମନନ୍ଦନ କ୍ଷଣିକରେ ହୋଇଗଲେ ସମ୍ପୂର୍ଣ୍ଣ ରୋଗମୁକ୍ତ। ଏହି ଘଟଣାଟି କେବଳ ଏକ ଅଲୌକିକ ଚମତ୍କାର ନୁହେଁ, ଏହା ଭକ୍ତିର ଶକ୍ତିର ଜୀବନ୍ତ ପ୍ରମାଣ। ମଣିଷ ଯେତେବେଳେ ସମସ୍ତ ଆଶା ଛାଡ଼ି ନିଜର ଜୀବନ ଦେବତାଙ୍କ ଚରଣରେ ନିଜକୁ ପୂର୍ଣ୍ଣ ସମର୍ପିତ କରିଦିଏ, ସେତେବେଳେ ତାଙ୍କ ଜୀବନରେ ଅସମ୍ଭବ କଥା ମଧ୍ୟ ସମ୍ଭବ ହୋଇଯାଏ। ରାମନନ୍ଦନ ଯାଦବଙ୍କ ମନରେ ଯେ ବିଶ୍ୱାସ ଥିଲା, ସେ ବିଶ୍ୱାସ କୌଣସି ସାଧାରଣ ଭାବନା ନୁହେଁ ବନ୍ଧୁଗଣ। ସେ ଭାବିଥିଲେ, ମୋର ଗୁରୁ ଯଦି ଅଛନ୍ତି ତେବେ ମୋର ଦୁଃଖ ଦୂର ହେବା ସୁନିଶ୍ଚିତ। ଏହି ଭାବ ଯେତେବେଳେ ମନର ଗଭୀରତାରୁ ଉଠେ, ସେତେବେଳେ ସେ ଭାବ ଗୁରୁଙ୍କ ହୃଦୟକୁ ଛୁଇଁଯାଏ। ଶ୍ରୀ ଶ୍ରୀ ଠାକୁରଙ୍କୁ ବାହାରୁ ଦେଖିଲେ ମନେ ହୁଏ ସେ ଯୁବକଙ୍କୁ ଅନ୍ୟ ଡାକ୍ତରଙ୍କ ପାଖକୁ ପଠାଇ ଦେଉଛନ୍ତି, କିନ୍ତୁ ଗୁରୁଙ୍କ ଲୀଳା ସବୁବେଳେ ଗଭୀର ହୁଏ। ସେ ଭକ୍ତଙ୍କ ବିଶ୍ୱାସକୁ ପରୀକ୍ଷା କରନ୍ତି। ଭକ୍ତ ଯଦି ଅଟଳ ରହେ, ତେବେ ନିଶ୍ଚୟ ହିଁ ଗୁରୁଙ୍କ କୃପା ତାଙ୍କ ହୃଦୟକୁ ଛୁଇଁଯାଏ। ସେହି ଯୁବକ ଜଣକ ତାଙ୍କ ଜିଦିରେ ଅଟଳ ରହିଲେ। ସେ କହିଲେ,
ଆପଣଙ୍କ ଛଡ଼ା ମୋର ଆଉ କାହା ପାଖକୁ ଯିବାର ନାହିଁ। ଆପଣଙ୍କୁ ଛାଡ଼ିଦେଲେ ମୋର ଆଉ ଏ ଦୁନିଆରେ କେହି ନାହିଁ। ଏହି କଥାରେ ଥିଲା ଏକ ଶିଶୁର ନିର୍ମଳ ବିଶ୍ୱାସ। ଯେପରି ଏକ ଶିଶୁ ତାର ମାଆକୁ ଧରି ରହେ, ସେହିପରି ସେ ଯୁବକ ତାଙ୍କର ଗୁରୁଙ୍କୁ ଧରି ରହିଥିଲେ। ଗୁରୁ ଏବଂ ଭକ୍ତଙ୍କ ମଧ୍ୟରେ ଏହି ଯେ ଅଦୃଶ୍ୟ ସମ୍ପର୍କ, ସେଇଟି ରହିଛି ଆଧ୍ୟାତ୍ମିକତାର ମୂଳ ସତ୍ୟ। ଯେଉଁଠାରେ ଅହଙ୍କାର ନାହିଁ ସେଠାରେ କୃପା ଅବତରଣ କରେ। ଶ୍ରୀ ଶ୍ରୀ ଠାକୁର କେବଳ ଗୋଟିଏ ମୁହୂର୍ତ୍ତ ପାଇଁ ତାଙ୍କ ମୁହଁକୁ ଚାହିଁଦେଲେ। ସେହି ଦୃଷ୍ଟି କୌଣସି ସାଧାରଣ ଦୃଷ୍ଟି ନୁହେଁ। ସେ ଥିଲା ଦୟା, କରୁଣା ଓ ଅମୃତର ସ୍ପର୍ଶରେ ପୂର୍ଣ୍ଣ ଏକ ଅମୃତ ଦୃଷ୍ଟି। ଗୁରୁଙ୍କ ଏହି ଅମୃତ ଦୃଷ୍ଟି ଭକ୍ତଙ୍କ ଜୀବନକୁ ପରିବର୍ତ୍ତନ କରିଦେଇଛି। ଯେତେବେଳେ ରାମାନନ୍ଦନ ପାଣି ଦେଇ ମୁହଁ ଧୋଇଲେ, ସେ ଦେଖିଲେ ତାଙ୍କର ସମସ୍ତ ଭାତୁଡ଼ି ଗୁଡ଼ିକ ହାତରେ ଆସିଯାଉଛି। ସେହି ମୁହୂର୍ତ୍ତରେ ସେ ବୁଝିଗଲେ ଏହା କୌଣସି ସାଧାରଣ ଘଟଣା ନୁହେଁ। ଏହା ନିଶ୍ଚୟ ହିଁ ତାଙ୍କର ଗୁରୁଙ୍କ କୃପା। ଏହି ଲୀଳା ଆମକୁ ମଧ୍ୟ ଆଜି ମହାନ ଶିକ୍ଷା ଦେଇଯାଉଛି। ଆମେ ଜୀବନରେ ବହୁତ ସମୟ ଦୁଃଖ ଓ ସମସ୍ୟାରେ ପଡ଼ିଲେ ଭଗବାନଙ୍କୁ ଗାଳି ଦେଇଥାଉ, ଭଗବାନଙ୍କୁ ଡାକୁଥାଉ ଅବଶ୍ୟ, କିନ୍ତୁ ସେ ନ ଆସିଲେ ଆମେ ବିକ୍ଷିପ୍ତ ହୋଇପଡ଼ୁ। ବିଦ୍ରୂପ ଚିନ୍ତାଧାରାରେ ତାଙ୍କୁ କୁତ୍ସାରଟନା କରିଥାଉ। କିନ୍ତୁ ଆମର ବିଶ୍ୱାସ ଯେ ଅଟଳ ହୁଏ ନାହିଁ, ସେଥିପ୍ରତି ଆମର ଧ୍ୟାନ ଯାଏନି। ଆମେ ଆମର ସେଇ ଟିକିଏ ବିଶ୍ୱାସକୁ ବି ନେଇ ସନ୍ଦେହ କରିଥାଉ। କିନ୍ତୁ ଯେଉଁ ଭକ୍ତଙ୍କର ବିଶ୍ୱାସ ପାହାଡ଼ ଭଳି ଦୃଢ଼ ହୁଏ, ସେଠାରେ ଗୁରୁଙ୍କ କୃପା ନିଶ୍ଚିନ୍ତ ଭାବେ ପ୍ରକାଶ ପାଏ। ସେଥିପାଇଁ ଠାକୁର ଆମକୁ ଶିଖାଇଛନ୍ତି, ଭକ୍ତିରେ ସରଳତା ରଖ, ବିଶ୍ୱାସକୁ ଦୃଢ଼ କର ଏବଂ ଗୁରୁଙ୍କ ଆଦେଶକୁ ଜୀବନର ପଥ ଭାବି ମାନି ଚାଲ। ଯେଉଁଠାରେ ଏମିତି ଭକ୍ତି ରହେ, ସେଠାରେ ଅସମ୍ଭବ ମଧ୍ୟ ସମ୍ଭବ ହୋଇଯାଏ। ଧନ୍ୟ ସେ ଦୟାଳ ଠାକୁର, ଧନ୍ୟ ତୁମର ସେଇ ଅସୀମ ଲୀଳା, ଧନ୍ୟ ସେଇ ଭକ୍ତର ଭକତି। ହଁ ବନ୍ଧୁଗଣ, ଆଜିର ଏହି ଦୟାଳଙ୍କର ଅମୂଲ୍ୟ ଲୀଳା ଆପଣମାନଙ୍କୁ କେମିତି ଲାଗିଛି ଆମକୁ କମେଣ୍ଟ ସେକ୍ସନରେ ଜୟଗୁରୁ ଲେଖି ଜଣାଇଲେ ଆମେ ବୁଝିପାରିବୁ। ଏହି ବିଷୟଟି ଭଲ ଲାଗିଥିଲେ ଆମର ଏହି ଭିଡ଼ିଓକୁ ଲାଇକ୍ଟିଏ ଦିଅନ୍ତୁ। ଏପର୍ଯ୍ୟନ୍ତ ଯଦି ଜୟଗୁରୁ ପ୍ରାର୍ଥନା ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଶୀଘ୍ର ସବସ୍କ୍ରାଇବ୍ କରିଦିଅନ୍ତୁ ଓ ପାଖରେ ଥିବା ବେଲ୍ ନୋଟିଫିକେସନର ଅଲ୍ ବଟନକୁ ଦବାନ୍ତୁ, ତାକି କାଲି ଠିକ୍ ଏହି ସମୟରେ ଆଉ ଗୋଟିଏ ସୁନ୍ଦର ଶିକ୍ଷଣୀୟ ବିଷୟବସ୍ତୁଟିଏ ନେଇ ଆସିବୁ। ସେ ପର୍ଯ୍ୟନ୍ତ ରହୁଛୁ। ଜୟଗୁରୁ, ବନ୍ଦେ ପୁରୁଷୋତ୍ତମ। ବନ୍ଧୁଗଣ, ଏକ ବିଶେଷ ସୂଚନା, ଆମର ଏହି ଜୟଗୁରୁ ପ୍ରାର୍ଥନା ଚ୍ୟାନେଲରେ ପରମ ଦୟାଲ ଶ୍ରୀ ଶ୍ରୀ ଠାକୁରଙ୍କର ପ୍ରତ୍ୟେକଟି ଅମୀୟ ବାଣୀ, ସେହି ଅମୃତର ଧାରା ଅତି ସହଜ ସରଳ ଭାବରେ ବୁଝିବାକୁ ଯାଇ ତାଙ୍କରି ଅମୂଲ୍ୟ ମହାନ ଗ୍ରନ୍ଥମାନଙ୍କୁ ଆଲୋଚନାରେ ସ୍ଥାନ ଦେଇଛୁ। ଆପଣମାନେ ଟିକିଏ ସମୟ ବାହାର କରି ସେସବୁକୁ ଅତି ସହଜ ସରଳ ଭାବରେ ବୁଝିବାକୁ ଚେଷ୍ଟା କରନ୍ତୁ। ନିଶ୍ଚୟ ଭଲ ଲାଗିବ ଓ ଜୀବନକୁ ଆମେ ସୁପଥରେ ନେଇ ଚାଲିପାରିବା। ରହୁଛୁ। ଜୟ ଗୁରୁ।